ନୀଳଗିରି ସନ୍ନଚୋଡ଼ ପାହାଡ଼ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏ ହେଉଛି ନୀଳଗିରି ସନ୍ନଚୋଡ଼ ପାହାଡ଼ ଅଧୀନ ପାଟଣା ବିଟ୍ ଥିବା ଏକ କଲରାପତରିଆ ବାଘ ଯାହାକି ଫାଶରେ ପଡ଼ି ମୃତ୍ୟୁବରଣ କରିଛି। ମୋର ସହଯୋଗୀଙ୍କୁ ଦେଖାଇବାକୁ ଚେଷ୍ଟା କରିବି। ଇଏ ହେଉଛି ଯେଉଁ ପାଟଣା ସ୍ଥିତ ଥିବା ବିଟ୍ରେ ଥିବା ଯେଉଁ ସ୍ଥାନରେ କଲରାପତରିଆ ବାଘଟି ଆସିଥିବା ବେଳେ ଶିକାରୀଙ୍କ ଦ୍ୱାରା ବସା ଯାଇଥିବା ଫାଶରେ ପଡ଼ି ମୃତ୍ୟୁବରଣ କରିଛି। ଆଉ ନିକଟରେ ଥିବା ଯେଉଁ ଫାଶ ଦେଖନ୍ତୁ ଏଇଭଳି ଭାବରେ ଫାଶରେ ବସେଇ ତାହାକୁ ମଧ୍ୟ ବାଘର ଭିତରେ ପଞ୍ଜରାରେ ଲାଗିଛି ଯାହାକି ଜାରି ହୋଇକି ବାଘଟି ମୃତ୍ୟୁବରଣ କରିଛି। ମଧ୍ୟ ନୀଳଗିରି ରେଞ୍ଜର ସହିତ ଆଲୋଚନା କରିବା କିଭଳି ଭାବରେ ବାଘଟି ମୃତ୍ୟୁବରଣ କରିଛି ତାଙ୍କ ସହିତ ଆଲୋଚନା କରିବା। ଆଜ୍ଞା ସାର୍ କ'ଣ କହିବେ କିଭଳି ଭାବରେ କଲରାପତରିଆ ବାଘଟି ମୃତ୍ୟୁବରଣ କଲା? ନିଶ୍ଚିତ ଭାବରେ ଏଇଟା କୋଉଠି ଗୋଟେ ଫାଶ ଟ୍ରାପିଂ କେସ୍। ତେଣୁ ଏଇଟା ବାରହା ପାଇଁ ହଉ ବା କୌଣସି ଜନ୍ତୁ ଶିକାର ପାଇଁ ଏଇଟା ଫାଶ କରାଯାଇଥିଲା ଏବଂ ସେ ଫାଶରେ ନିରୀହ ବାଘଟି ପଡ଼ିଛି ଏବଂ ପରେ ମୃତ୍ୟୁବରଣ କରିଛି। ତେଣୁ ଯିଏ ଫାଶ ବସେଇଛି କେଉଁ ଅବସ୍ଥାରେ ବସି କାହିଁକି ବସେଇଛି ଆମେ ନିଶ୍ଚିତ ତଦନ୍ତ କରିବୁ ଏବଂ ତଦନ୍ତରେ ଦୋଷୀକୁ ବାହାର କରିବୁ। ବାହାର କଲା ପରେ ତାକୁ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବୁ। ବାଘଟି କେତେବେଳେ ମରିଛି ଓ କିଭଳି ଭାବରେ ବାଘଟି ପ୍ରାୟ ରାତିରେ ମରିଥିବ, କାହିଁକିନା ସକାଳ 7:30 ବେଳକୁ ସେ ଅଲରେଡ଼ି ମରିଯାଇଥିବାର ଆମେ ଯାହା ମୁଁ ଦେଖିଲି ପ୍ରାଥମିକ ତଦନ୍ତରୁ ସେ ଅଲରେଡ଼ି ମରିଯାଇଥିଲା। ତେଣୁ ପୂର୍ବରୁ ଯେଉଁ ବାଘ ଗଣା ଯାଇଥିଲା କିନ୍ତୁ ନୀଳଗିରି ଜଙ୍ଗଲରେ କ'ଣ ବାଘ ଥିଲା ନା ଏବେ ନୂଆ କରି ଆସିଛି ବାଘଟି? ବାଘ ସେମିତି କୌଣସି ଜାଗାରେ ରହି ସାଧାରଣତଃ ଏଠି ଅଭୟାରଣ୍ୟ କିନ୍ତୁ ରିଜର୍ଭ ଫରେଷ୍ଟ ଦୁଇଟା ସନ୍ନଚୋଡ଼ ମିତ୍ରକୁ ଲାଗିଛି ଏବଂ 3 ବି ଲାଗିଛି। ତେଣୁ ଏଇ କଲରାପତରିଆ ବାଘମାନେ ହୁଏତ ଜଙ୍ଗଲରୁ ବି ମାନେ ଅଭୟାରଣ୍ୟରୁ ବି ଆସିଥାଇ ପାରନ୍ତି, କିନ୍ତୁ ଏଠି ବି ରହିବାର କିଛି ଅସୁବିଧା ନାହିଁ, ରହିପାରିବେ। ତାଙ୍କ ହାବିଟେଟ୍ ଅଛି ନୀଳଗିରି ରେଞ୍ଜରେ ସନ୍ନଚୋଡ଼ ମିତ୍ରପୁର ଯେଉଁଟା ଲାଗିଛି। ତେଣୁ କେଉଁ ପରିସ୍ଥିତିରେ ଆସିଛି କେଉଁଠୁ ଆସିଛି ସେଇଟା ତ କହିହେବ ନାହିଁ। ତେଣୁ ଯାହା ହଉ ବାଘଟି ଜାଲ ଆମର ଫାଶରେ ଲାଗି ମରିଛି। ସେଟା କୋଉ ବ୍ରିଡ୍? ଏଇଟା ପାଟଣା ବିଟ୍ ମିତ୍ରପୁର ସେକ୍ସନ ଏବଂ ନୀଳଗିରି ରେଞ୍ଜ। ବାଘଟି ସାର୍ କୋଉ ପ୍ରକାର ବ୍ରିଡ୍ ରହୁଛି? ବାଘଟା ଏଇଟା ସିଡ୍ୟୁଲ୍ 1 ଆନିମାଲ୍। ତେଣୁ ୟାର ଆମର JTF ଟିମ୍କୁ ଖବର ଦିଆହେଇଛି ଭୁବନେଶ୍ୱର, ସେମାନେ ବି ଆସିବେ। ତାପରେ ଏଠି BVOଙ୍କର ଗୋଟେ ଟିମ୍ 3 ଜଣିଆ ଡାକ୍ତରଙ୍କର ଟିମ୍ ଆସିକି ୟାର ପୋଷ୍ଟମର୍ଟମ୍ କରିବେ। ଆଉ ଜବତ ହେଇଥିବା ସମସ୍ତ ଜିନିଷକୁ ଦରକାର ପଡ଼ିଲେ ଆମେ ତାକୁ ତଦନ୍ତ କରିବୁ ସାଇଣ୍ଟିଫିକ୍ ଲାଭ। ଆଗାମୀ ଦିନରେ ଶିକାରୀଙ୍କ ପ୍ରତି କ'ଣ ପଦକ୍ଷେପ ନେବେ? ଆମେ ତ ପୂର୍ବରୁ ବହୁତ ଆୱାରନେସ୍ ମିଟିଂ କରିଛୁ, ସବୁବେଳେ ଲୋକଙ୍କ ସାଙ୍ଗରେ ମିଶୁଛୁ। ସାଧାରଣତଃ ଏଇ ଗାଁ ଜଙ୍ଗଲ କଡ଼ରେ ଯେଉଁ ପାଦ ଦେଶରେ ଥିବା ଜନବସତି ଅଞ୍ଚଳର ଲୋକମାନେ ଏଇ ବାରହା ଶିକାର କରିବା ପାଇଁ ଯାଇକି ବହୁତ ଏମିତି ଅଘଟଣ ଘଟିଥାଏ। ତେଣୁ ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ ବାରମ୍ବାର ଏବଂ ଆଗକୁ ମଧ୍ୟ ଅନୁରୋଧ କରିବୁ ଏସବୁ କାର୍ଯ୍ୟରେ ନିବୃତ୍ତ ରୁହନ୍ତୁ, ନହେଲେ ଏଭଳି ବିରଳ ଜାତିର ଆମର ଯେଉଁ ବାଘ ଭଳିଆ ପଶୁମାନେ ନିରୀହରେ ଶିକାର ହେବେ ଏବଂ ଅଯଥାରେ ମୃତ୍ୟୁବରଣ କରିବେ। ନିହାତି ଭାବରେ ଶୁଣୁଥିଲି ଆମେ ରେଞ୍ଜରଙ୍କ ସହିତ ମଧ୍ୟ ପ୍ରତିକ୍ରିୟା ନେଉଥିଲୁ, ଯାହାକି ଏହା ବାଘଟି ଶିକାରୀଙ୍କ ଫାଶରେ ଫସି ମୃତ୍ୟୁବରଣ କରିଛି। ତାପରେ ଆଗାମୀ ଦିନରେ ଶିକାରୀଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ ବୋଲି ରେଞ୍ଜର ମତ ଦେଇଛନ୍ତି। ନୀଳଗିରି ଗଣେଶ ଜେନା, ଓଡ଼ିଶା ଭାସ୍କର।